ଜୟ ଶ୍ରୀରାମ ଜୟ ହନୁମାନ ଆପଣମାନଙ୍କୁ ଏମ୍ପିଡି ନ୍ୟୁଜ୍କୁ ସ୍ୱାଗତ ଜଣାଉଛି। ଆଜି ହେଉଛି 1 ଜୁଲାଇ ମଙ୍ଗଳବାର। ଆଜିର କିଛି ଟପ୍ ନ୍ୟୁଜ୍ ଅପଡେଟ୍ ବିଷୟରେ ଜାଣିବା। ମୋ ସହିତ ଯୋଡ଼ି ହୋଇ ରହିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ କ୍ଲିକ୍ କରନ୍ତୁ। ଆସନ୍ତୁ ଆଜିର କିଛି ନ୍ୟୁଜ୍ ଅପଡେଟ୍ ବିଷୟରେ ଜାଣିବା। ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସରୀସୃପ ଅଂଶରେ ଏକ ଖୁସି ଖବର। ଆଜି ଅନାକୋଣ୍ଡା ସାପ 7ଟି ଛୁଆକୁ ଜନ୍ମ ଦେଇଛି। ବର୍ତ୍ତମାନ ଏଠାରେ 2ଟି ବୟସ୍କ ପୁରୁଷ ଆନାକୋଣ୍ଡା, 2ଟି ବୟସ୍କ ମାଇ ଓ 10ଟି ଛୋଟ ହଳଦିଆ ଆନାକୋଣ୍ଡା ଅଛନ୍ତି। ଏହି ଆନାକୋଣ୍ଡାମାନେ 22 ଅକ୍ଟୋବର 2019ରେ ଚେନ୍ନାଇର ମାଡ୍ରାସ କୁମ୍ଭୀର ବ୍ୟାଙ୍କ ଟ୍ରଷ୍ଟରୁ ନନ୍ଦନକାନନକୁ ଅଣାଯାଇଥିଲା। ଏହା ପୂର୍ବରୁ 2022 ମସିହା ଜୁଲାଇ ମାସରେ ମଧ୍ୟ ଏକ ଆନାକୋଣ୍ଡା 3ଟି ଛୁଆ ଜନ୍ମ ଦେଇଥିଲା। ପୁରୀ ଟ୍ରାଜେଡି ପରେ ସ୍ଥଗିତ ରହିଲା ବିଜେପି ରାଜ୍ୟ ସଭାପତି ନିର୍ବାଚନ। ପୁରୀରେ ଘଟିଥିବା ଦୁଃଖଦ ଅଘଟଣକୁ ନେଇ ମର୍ମାହତ ହୋଇ ଓଡ଼ିଶା ବିଜେପି ତାଙ୍କ ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ପ୍ରକ୍ରିୟାକୁ ସ୍ଥଗିତ କରିଛି। ଏହି ସମ୍ବନ୍ଧରେ ନିର୍ବାଚନ ଅଧିକାରୀ ଓ ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ପୁରୀ ଅଘଟଣ ଆମ ସମସ୍ତଙ୍କୁ ଦୁଃଖିତ କରିଛି। ତେଣୁ ନିର୍ବାଚନକୁ ସମୟ ଦିଆଯାଇଛି। ଆଗାମୀ ଦିନରେ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଆଲୋଚନା କରି ନୂଆ ତାରିଖ ଘୋଷଣା କରାଯିବ। ପ୍ରଥମେ ଆଜି ସକାଳ 11ଟାରୁ ଦ୍ୱିପ୍ରହର 2ଟା ଯାଏଁ ନାମାଙ୍କନ ଦାଖଲ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା, ଯାହାକୁ ବିରତ କରାଯାଇଛି। ଓମାନ ସାଗରରେ ତେଲ ଟ୍ୟାଙ୍କରରେ ଅଗ୍ନିକାଣ୍ଡ। ଦେବଦୂତ ସାଜି ଆସିଲେ ଭାରତୀୟ ନୌସେନା। ଓମାନ ଉପସାଗର ମଧ୍ୟରେ ଏକ ବୃହତ୍ ତେଲ ଟ୍ୟାଙ୍କର ଇଞ୍ଜିନ୍ ରୁମ୍ରେ ହଠାତ୍ ନିଆଁ ଲାଗିଯିବା ପରେ ଉଦ୍ଧାର ମୁହାଁରେ ଆସିଲା ଭାରତୀୟ ନୌସେନା। ଏହି ଅପରିହାର୍ଯ୍ୟ ଅବସ୍ଥାରେ ଆଇଏନ୍ଏସ୍ ତବର ନାମକ ଯୁଦ୍ଧ ଜାହାଜ ଘଟଣାସ୍ଥଳରେ ଶୀଘ୍ର ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବା ସହିତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ଏହି ଜାହାଜଟି ପୁଲାଉରୁ ଓମାନ ଯାଉଥିଲା ବେଳେ ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ଜାହାଜର ବିଦ୍ୟୁତ ଯନ୍ତ୍ରଣା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥିଲା। ଏଥିରେ ରହିଥିବା 14 ଜଣ ଭାରତୀୟ କ୍ରୁ ସଦସ୍ୟଙ୍କ ଜୀବନ ସଙ୍କଟରେ ପଡ଼ିଥିଲା। ନୌସେନା ପକ୍ଷରୁ ଜଣାପଡ଼ିଛି ଯେ ନିଆଁକୁ ଅଧିକାଂଶ ଅଂଶରେ ନିୟନ୍ତ୍ରଣ କରାଯାଇଛି ଓ ସବୁ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି। ଉଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ଓଏସ୍ ଅଧିକାରୀ ମିର୍ଦ୍ଦା ଟୋପ୍ପୋଙ୍କୁ ନିଯୁକ୍ତି ଦିଆଯାଇଛି। ଏନେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ବର୍ତ୍ତମାନ ସେ କେନ୍ଦୁଝର ଜିଲ୍ଲାର ନଗର ଉନ୍ନୟନ ସଂସ୍ଥା ଡୁଡାରେ କାର୍ଯ୍ୟରତ ଅଛନ୍ତି। ଏହି ନିଯୁକ୍ତି ରାଜନୈତିକ ଓ ପ୍ରଶାସନିକ ମାନଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ବୋଲି ମନ୍ତବ୍ୟ ହେଉଛି। ଏହା ନେଇ ବିଭିନ୍ନ ମହଲରେ ଆଲୋଚନା ଜାରି ଅଛି। ଜୁଲାଇ 1ରୁ ବଦଳିବ ଅନେକ ନିୟମ, ଆପଣଙ୍କ ପକେଟ୍ ଉପରେ ପଡ଼ିପାରେ ପ୍ରଭାବ। ଜୁଲାଇ 1ରୁ ଟ୍ରେନ୍ ଭଡ଼ା ବଢ଼ିବ। ନନ୍ ଏସି ଟ୍ରେନ୍ରେ ପ୍ରତି କିମି 1 ପଇସା ଓ ଏସି କ୍ଲାସ୍ରେ 2 ପଇସା ବୃଦ୍ଧି ହେବ। ଘରୋଇ ବ୍ୟବହାର ପାଇଁ 14 କିଲୋଗ୍ରାମ ଏଲ୍ପିଜି ସିଲିଣ୍ଡର ଦାମ ମଧ୍ୟ ବଦଳିପାରେ। ଆଇସିଆଇସିଆଇ ଓ ଏଚ୍ଡିଏଫ୍ସି କ୍ରେଡିଟ୍ କାର୍ଡ ଟ୍ରାଞ୍ଜାକ୍ସନ ଅଧିକ ଚାର୍ଜ ବ୍ୟୟ ହେବ। ଦିଲ୍ଲୀରେ ପୁରୁଣା ଗାଡ଼ିକୁ ଡିଜେଲ ଓ ପେଟ୍ରୋଲ ମିଳିବନି। ୟୁପିରେ ବର୍ଷା ନ ହେବାରୁ ବିଜେପି ନେତାଙ୍କୁ କାଦୁଅ ପାଣିରେ ଗାଧୋଇଲେ ମହିଳାମାନେ। ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାରେ ବର୍ଷା ନ ହେବା ଓ ଗରମ ପରିସ୍ଥିତିକୁ ନେଇ ଅନନ୍ୟ ଦୃଶ୍ୟ ସାମ୍ନାକୁ ଆସିଛି। ଗାଁର ମହିଳାମାନେ ବିଜେପି ନେତା ଗୁଡୁ ଖାନଙ୍କୁ ହାତ ଗୋଡ଼ ବାନ୍ଧି ଚେୟାର ଉପରେ ବସାଇ ତାଙ୍କ ଉପରେ କାଦୁଅ ପାଣି ପକାଇ ଇନ୍ଦ୍ରଦେବଙ୍କୁ ରାଜି କରିବା ଉଦ୍ଦେଶ୍ୟରେ କଜରୀ ଗୀତ ଗାଇଥିଲେ। ଏହି ଘଟଣା ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଚୀନ ଦେଲା ପାକିସ୍ତାନକୁ $3.4 ବିଲିୟନ ଋଣ। ଆର୍ଥିକ ସଙ୍କଟରେ ଅନୁବ୍ରତ ପାକିସ୍ତାନକୁ ଚୀନ ପୁଣି ଥରେ ବଡ଼ ଆର୍ଥିକ ସହଯୋଗ ଦେଇଛି। ଏଥିରେ $2.1 ବିଲିୟନ ଚାଲୁଥିବା ଋଣ ପୁନଃ ଅବଧି ବୃଦ୍ଧି କରାଯାଇଛି, ଯାହା ପାକିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କ ରିଜର୍ଭରେ ଅଛି। ସେହିପରି $1.3 ବିଲିୟନ ଅନ୍ୟ ଏକ ବାଣିଜ୍ୟିକ ଋଣକୁ 2 ମାସ ପରେ ପୁନଃ ଦିଆଯାଇଛି। ସମ୍ପୂର୍ଣ୍ଣ ମିଶାଇ $3.4 ବିଲିୟନ। ଏ ଋଣ ପାକିସ୍ତାନର ଅର୍ଥନୀତିରେ ତୁରନ୍ତ ସହଯୋଗ ଦେଲେ ବି ଦୀର୍ଘକାଳୀନ ଚାପ ନେଇ ଅନେକ ପ୍ରଶ୍ନ ଉଠୁଛି। ମଧ୍ୟପ୍ରଦେଶର ସରକାରୀ ଠିକାଦାରଙ୍କ ସୁନାଘର ବେସିନ୍ ଓ ସକେଟ ମଧ୍ୟ 24 କ୍ୟାରେଟ ସୁନାରେ। ମଧ୍ୟପ୍ରଦେଶ ଇନ୍ଦୋରରେ ଏକ ଠିକାଦାରଙ୍କ ଘର ଭିତରର ଭିଡ଼ିଓ ଭାଇରାଲ ହୋଇଛି।
ଯେଉଁଠି ବେସିନ୍, କାନ୍ଥ, ଟେବୁଲ ଓ ବିଦ୍ୟୁତ୍ ସକେଟ୍ ପର୍ଯ୍ୟନ୍ତ 24 କ୍ୟାରେଟ୍ ସୁନାରେ ଶୃଙ୍ଗାରିତ। ଘର ମାଲିକଙ୍କ କହିବା ଅନୁଯାୟୀ ବଙ୍ଗଲାରେ 10ଟି ଶୟନକକ୍ଷ ଅଛି ଓ ସେ ବର୍ତ୍ତମାନ 300 ରୁମ୍ ଥିବା ଏକ ହୋଟେଲ ନିର୍ମାଣ କରୁଛନ୍ତି। ଏହା ଦେଖି ନେଟିଜେନ୍ ମାନେ ଆଶ୍ଚର୍ଯ୍ୟ ଓ ପ୍ରଶ୍ନ ଉଠାଇଛନ୍ତି, ଏତେ ସୁନା କୋଉଠୁ ଆସିଲା? ଇକେୱାଇସି ନ କରିଥିବା ହିତାଧିକାରୀଙ୍କୁ ଏହି ମାସରୁ ରାସନ ସାମଗ୍ରୀ ମିଳିବ ନାହିଁ। ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଓଡ଼ିଶାର ଯୋଗାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି ଯେ ଯେଉଁ ରାସନ କାର୍ଡଧାରୀ ହିତାଧିକାରୀ ଇକେୱାଇସି କରିନାହାନ୍ତି ସେମାନେ ଏହି ମାସରୁ ରାସନ ସାମଗ୍ରୀ ପାଇବେ ନାହିଁ। ସୋମବାର ସୁଦ୍ଧା ଇକେୱାଇସି ନ କରିଲେ ସେମାନଙ୍କର କାର୍ଡ 3 ମାସ ପାଇଁ ସସ୍ପେଣ୍ଡ ହେବ। ତେବେ ଯଦି 3 ମାସ ମଧ୍ୟରେ ଇକେୱାଇସି କରାଯିବ ତେବେ କାର୍ଡ ପୁନଃ ସଚଳ ହେବ, ନହେଲେ ସେଠାରୁ ଚିରକାଳ ପାଇଁ ବାହାର କରାଯିବ। ମନ୍ତ୍ରୀଙ୍କ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ 20,58,000 ହିତାଧିକାରୀଙ୍କ ଇକେୱାଇସି ବାକି ଅଛି। ବୌଦ୍ଧ ଜିଲ୍ଲାରେ ଅବସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର କିଛି ଗ୍ରାହକ ତାଙ୍କ ଜମା ଖାତାରୁ ଅଜଣା ଭାବରେ ଟଙ୍କା ହଡପ ହୋଇଥିବା ଅଭିଯୋଗ ଉଠାଇଛନ୍ତି। ଅଭିଯୋଗକାରୀମାନଙ୍କ ଅନୁଯାୟୀ ହରଭଙ୍ଗା ବ୍ଲକର ବାମଣ୍ଡା ଓ ରାଧାନଗର ଗ୍ରାମ ପଞ୍ଚାୟତର ଅନେକ ଲୋକ ପିଏନବି ବୌଦ୍ଧ ଶାଖାରେ ଖାତା ଖୋଲି ଟଙ୍କା ଜମା କରିଥିଲେ, କିନ୍ତୁ ଏକ ନିର୍ଦ୍ଦିଷ୍ଟ ସମୟ ପରେ ସେମାନେ ଜାଣିବାକୁ ପାଇଥିଲେ ଯେ ତାଙ୍କ ଖାତାରୁ ହଜାର ହଜାର ଟଙ୍କା ଅଜଣା ଭାବରେ ଉଠାଯାଇଛି। ଏଥିପାଇଁ ଗ୍ରାହକମାନେ ଅସନ୍ତୋଷ ପ୍ରକାଶ କରି ବ୍ୟାଙ୍କ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ଏନେଇ ବ୍ୟାଙ୍କ ଓ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଆସାମରେ ପ୍ରଥମ ଟ୍ରାନ୍ସ ମହିଳା ପୁରୁଷ ବିବାହ, ଐତିହାସିକ ପଦକ୍ଷେପ। ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ ବିଏମସି ଅଫିସରେ ଜନଶୁଣାଣି ବେଳେ ଅଫିସର ରତ୍ନାକର ସାହୁଙ୍କୁ କିଛି ଦୁର୍ବୃତ୍ତଙ୍କ ଦ୍ୱାରା ମାଡ଼ ଘଟଣାକୁ ନେଇ ମେୟର ସୁଲୋଚନା ଦାସ ଗଭୀର ଚିନ୍ତା ଜଣାଇଛନ୍ତି। ସେ କହିଛନ୍ତି, ଅଫିସ ଭିତରେ ପଶି 5-6 ଜଣ ଦୁର୍ବୃତ୍ତ ଜଣେ ଅଫିସରଙ୍କୁ ମାଡ଼ ମାରିଛନ୍ତି। ଏହି ଘଟଣା ସ୍ପଷ୍ଟ ହୁଏ ଯେ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଭୁଷୁଡ଼ି ପଡ଼ିଛି। ସେ ଆହୁରି କହିଛନ୍ତି ଯେ କର୍ମଚାରୀମାନଙ୍କ ଜୀବନ ଏବେ ସୁରକ୍ଷିତ ନୁହେଁ ବୋଲି ଏହି ଘଟଣା ଦର୍ଶାଉଛି। ଏନେଇ ଥାନାରେ ଏଜାହାର ଦାଖଲ କରାଯାଇଛି ଏବଂ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ପାଇଁ ସରକାରଙ୍କୁ ଦାବି କରାଯାଇଛି। ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉତ୍ତର ବଙ୍ଗୋପସାଗର ନିକଟରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି, ଯାହା ଆସନ୍ତା ଘଣ୍ଟା ମଧ୍ୟରେ ଚିହ୍ନିତ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଉତ୍ତର ଓ ମଧ୍ୟ ଓଡ଼ିଶାରେ ବର୍ଷା ବଢ଼ିବା ପୂର୍ବାନୁମାନ ରହିଛି। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ୱର, ଅନୁଗୁଳ, ଝାରସୁଗୁଡ଼ା, ସମ୍ବଲପୁର, ଭଦ୍ରକ ଓ ଯାଜପୁର ଭଳି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଗତକାଲି କେତେକ ସ୍ଥାନରେ 30 ସେଣ୍ଟିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି। 6 ତାରିଖ ପର୍ଯ୍ୟନ୍ତ ସମଗ୍ର ଓଡ଼ିଶାରେ ବର୍ଷା ଜାରି। ଅହମ୍ମଦାବାଦ ଏୟାରପୋର୍ଟରେ ସାମ୍ପ୍ରତିକ ପ୍ଲେନ୍ କ୍ରାସ୍ ଘଟଣା ପରେ ଡିଜିସିଏର ନିର୍ଦ୍ଦେଶାନୁସାରେ ଫୁଲ୍ ସ୍କେଲ୍ ମକ୍ଡ୍ରିଲ୍ କରାଯାଇଛି। ଏହି ଅଭ୍ୟାସରେ ସିଆରପିଏଫ୍, ଏନଡିଆରଏଫ୍, ଅଗ୍ନିଶମ, ପୁଲିସ, ମେଡିକାଲ, ରେଡକ୍ରସ ଓ କଷ୍ଟମ ବିଭାଗ ସମେତ ବିଭିନ୍ନ ଏୟାର ଲାଇସେନ୍ସ ଅଧିକାରୀ ଓ କର୍ମଚାରୀ ମିଶି 200ରୁ ଅଧିକ ଲୋକ ଭାଗ ନେଇଥିଲେ। 220ରୁ 230 ଯାତ୍ରୀ ସହିତ ଏକ ନକଲ ଫ୍ଲାଇଟ୍ ଏମର୍ଜେନ୍ସି ଲ୍ୟାଣ୍ଡିଂ କରାଯାଇ ଉଦ୍ଧାର ପ୍ରକ୍ରିୟା ଅଭ୍ୟାସ କରାଯାଇଛି। ପ୍ରତ୍ୟେକ ବିଭାଗ କୌଣସି ଅସୁବିଧା ଥିଲେ ତାହା ପରିଚୟ ଓ ମୂଲ୍ୟାଙ୍କନ କରାଯାଇ ସମସ୍ତ ତଥ୍ୟକୁ ଡିଜିସିଏକୁ ପ୍ରଦାନ କରୁଛି। ଚାରିଧାମ ଯାତ୍ରା ଉପରୁ ଲଗାଯାଇଥିବା 24 ଘଣ୍ଟିଆ ପ୍ରତିବନ୍ଧକ ହଟିଛି, କିନ୍ତୁ ପାଣିପାଗ ଏବଂ ରାସ୍ତାର ସ୍ଥିତି ଅନୁଯାୟୀ ଜିଲ୍ଲାପାଳମାନେ ପୁଣି ନିଷେଧ ଲଗାଇ ପାରିବେ। ବର୍ଷା ଓ ଭୂସ୍ଖଳନ ଆଶଙ୍କାରେ ଉତ୍ତରାଖଣ୍ଡର 9 ଜିଲ୍ଲାରେ ରେଡ୍ ଆଲର୍ଟ ଜାରି ହୋଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଜରୁରୀକାଳୀନ ପରିସ୍ଥିତିର ବର୍ବରତା ଓ ଗଣତନ୍ତ୍ର ସୁରକ୍ଷାରେ ଲୋକଙ୍କ ସଂଘର୍ଷ ଉପରେ ଆଲୋକପାତ କଲେ। ସେ ଯୋଗ ଦିବସ, ଭାରତର ସାମାଜିକ ସୁରକ୍ଷା ଓ ଆଇଏଲଓ ରିପୋର୍ଟ ଉପରେ ମଧ୍ୟ ଗୁରୁତ୍ୱ ଦେଲେ। ଆଗାମୀ ଜନଗଣନାର ପ୍ରଥମ ପର୍ଯ୍ୟାୟ ଘର ଗଣନା 2026 ଏପ୍ରିଲ 1ରୁ ଆରମ୍ଭ ହେବ। ଏଥିପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଦିଆଯାଇଛି। ଘର ଗଣନା ପରେ ଲୋକସଂଖ୍ୟା ଓ ସାମାଜିକ ତଥ୍ୟ ଗ୍ରହଣ କରାଯିବ। ଏଥିପାଇଁ 2027 ଫେବୃଆରୀ 1 ଧାର୍ଯ୍ୟ ରଖାଯାଇଛି। ଏଥିପାଇଁ 34 ଲକ୍ଷ ଗଣନାକାରୀ ନିଯୁକ୍ତ ହେବେ।
ପ୍ରଥମ ଥର ପାଇଁ ଡିଜିଟାଲ ଆଧାରରେ ମୋବାଇଲ ଆପ୍ ଜରିଆରେ ତଥ୍ୟ ସଂଗ୍ରହ ହେବ। ଭାରତୀୟ ରେଳ ଏବେ ନୂଆ ସଂରକ୍ଷଣ ବ୍ୟବସ୍ଥା ଉପରେ କାମ କରୁଛି, ଯାହାକୁ 2024 ଶେଷ ପର୍ଯ୍ୟନ୍ତ ଲାଗୁ କରାଯିବ। ଏହାଦ୍ୱାରା ମିନିଟ ପିଛା ଟିକଟ ବୁକିଂ କ୍ଷମତା 32,000ରୁ ବୃଦ୍ଧି ପାଇ 1.5 ଲକ୍ଷ ହେବ। ଅନୁସନ୍ଧାନ କ୍ଷମତା 10 ଗୁଣା ବଢ଼ି 40 ଲକ୍ଷ ହେବ। ଏହି ବ୍ୟବସ୍ଥା ବହୁଭାଷୀ ହେବା ସହ ଛାତ୍ର, ଦିବ୍ୟାଙ୍ଗ ଓ ରୋଗୀମାନେ ଉପକୃତ ହେବେ। ଟ୍ରେନ୍ ଚାର୍ଟ 8 ଘଣ୍ଟା ପୂର୍ବରୁ ତିଆରି ହେବ। ଜୁଲାଇ 1ରୁ ଆଧାର OTP ଆଧାରିତ ବୁକିଂ ବ୍ୟବସ୍ଥା ଆରମ୍ଭ ହେବ। ପୁରୀ ରଥଯାତ୍ରାରେ ଏଥର ମ୍ୟୁଚୁଆଲ ଫଣ୍ଡ ଠିକ୍ କଥା ଅଭିଯାନ ଅନ୍ତର୍ଗତ ଏକ ସଚେତନତା ଷ୍ଟଲ୍ ଲୋକମାନଙ୍କୁ ଆକର୍ଷଣ କରୁଛି। ଏଠାରେ ନିବେଶ, ଆର୍ଥିକ ସୁରକ୍ଷା ଓ ସଞ୍ଚୟ ବିଷୟରେ ସରଳ ଭାବରେ ଜଣାଯାଉଛି। ଅନେକ ଲୋକ ପ୍ରଶ୍ନ ପଚାରି ଜାଣିବା ସହ ନିଜ ମୋବାଇଲରେ ଆପ୍ ଦେଖୁଛନ୍ତି। ରେଡ଼ିଓ, ଚକୋଲେଟ୍ ଓ କୁଇଜ୍ ପ୍ରତିଯୋଗିତା ମାଧ୍ୟମରେ ଆକର୍ଷଣ ବଢ଼ାଉଛି। ଏହି ଷ୍ଟଲ୍ ଲୋକଙ୍କ ମଧ୍ୟରେ ମ୍ୟୁଚୁଆଲ ଫଣ୍ଡ ସମ୍ପର୍କିତ ଅବଗତି ବଢ଼ାଇ ନିବେଶ ପ୍ରତି ଆଗ୍ରହ ସୃଷ୍ଟି କରୁଛି। 2024 US ଓପନ୍ ସୁପର 300 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଖେଳାଳି ତନ୍ବି ଶର୍ମା ଓ ଆୟୁଷ ସେଠୀ ଫାଇନାଲରେ ପହଞ୍ଚିଛନ୍ତି। 16 ବର୍ଷୀୟ ତନ୍ବି ୟୁକ୍ରେନର ବୁରୋଭାଙ୍କୁ ପରାସ୍ତ କରି ବିଶ୍ୱ ଟୁର୍ ଇଭେଣ୍ଟ ଫାଇନାଲ ପହଞ୍ଚିଥିବା ସବୁଠୁ କନିଷ୍ଠ ଭାରତୀୟ ହେଲେ। ସେ ଫାଇନାଲରେ ଆମେରିକାର ବିୱେନ୍ ଝାଙ୍ଗ ସହ ମୁକାବିଲା କରିବେ। ପୁରୁଷ ଏକକରେ ଆୟୁଷ ବିଶ୍ୱ ନମ୍ବର 6 ଖେଳାଳି ଚୋଉ ଚେନ୍ଙ୍କୁ ହରାଇ କାନାଡାର ବ୍ରାଏନ୍ ୟଙ୍ଗଙ୍କୁ ଫାଇନାଲରେ ପରାଜିତ କରିଛନ୍ତି। ଆଜିର ନ୍ୟୁଜ୍ ଅପଡେଟ୍ଟି ଆପଣମାନଙ୍କୁ ଇନଫର୍ମେଟିଭ୍ ଲାଗିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ କ୍ଲିକ୍ କରନ୍ତୁ ଏବଂ ଲାଇକ୍, ସେୟାର ଆଣ୍ଡ କମେଣ୍ଟ କରନ୍ତୁ। ଜୟ ଶ୍ରୀରାମ, ଜୟ ହନୁମାନ।